ହେବି ଆଜ ମୁତୁରିତ ପିତାବଧ ପ୍ରତିଶୋଧ ନେବି ଆଜ ମୁତୁରିତ ରାମ ସହିତ ଅଯୋଧ୍ୟା କରିବି ମୁଁ ସର୍ବନାଶ ରାମ ସହିତ ଅଯୋଧ୍ୟା କରିବି ମୁଁ ସର୍ବନାଶ ରାମ ମଣେ ହେବ ପିତୃ ଶ୍ରାଦ୍ଧରେ ଦାନବ ଶ୍ରେଷ୍ଠ କୌସୁମ୍ବି ସୁତରେ ମୋ ପିଉସୀ ଶୂର୍ପଣଖା ଠାରୁ ମୁଁ ଅନେକ ବିଦ୍ୟାରେ ପାରଙ୍ଗମ ହୋଇ ମୋ ପିଉସୀ ଶୂର୍ପଣଖାର କଥା ମାନି ଏ ନମସ୍ୟାରଣ୍ୟରେ ମୁଁ ବିଧିପତି ବ୍ରହ୍ମାଙ୍କୁ ତପସ୍ୟା କରିବାକୁ ପ୍ରବେଶ କରିଛି କାହିଁକି ନା ମୋ ପିଉସୀ କହିଛନ୍ତି ବିଧିପତି ବ୍ରହ୍ମାଙ୍କୁ ତପସ୍ୟା କରି ଉତ୍ତୀର୍ଣ୍ଣ ହେଲା ପରେ ଆକ୍ରମଣ କରିବି ସେ ଅଯୋଧ୍ୟା ନଗରୀ ତେବେ ଠିକ ଅଛି ମୋ ପିଉସୀ କହିଥିବା କଥା ଅନୁଯାୟୀ ମୋ ବିଧିପତି ବ୍ରହ୍ମାଙ୍କୁ ତପସ୍ୟା କରିବି ओम ब्रह्मदेवाय नमः ओम ब्रह्मदेवाय नमः ओम ब्रह्मदेवाय नमः ओम ब्रह्मदेवाय नमः ओम पश्य तोर कठिन भक्तरे मु संतुष्ट प्रभु खेना मोरा भूमिष्ठ प्रणाम दया जदि एही हतभागा प्रति एही बार कर हे प्रदान ओ जगत चाहिले से मो बस होई रहिबो तथा किंतु पुणी कौन प्रभु रामचंद्र सहित युद्ध करने पूर्व तांकर କରିବା ସତ୍ତ୍ୱେ କିଏ ମଧ୍ୟ ଯୁଦ୍ଧ କରିପାରିବ ତାହେଲେ ମୁଁ ହେଲି ଅନ୍ତର୍ଧ୍ୟାନ रामचंद्र देखिबी एथर किए तते रक्षा करिबा मोहरी हस्तरु पृथ्वीगत संरचना को भांगी चुरमार करि देबा कौस्तुम्बी बदली जीव इतिहास बदली जीव पुराण समग्र बाणी मंडल कहिबा दानवेन्द्र कुंभकर्ण सुत अष्टकर्णंकर जय ब्रह्मवरे अज बलियान रे ब्रह्मवरे अज बलियान रे राम जीवाजी जम धाम रे ब्रह्मवरे अज बलियान रे परक परीक्षा करी आज मु उत्तीर्ण होइछि हेले हे लंकागढ़ मध्य कहीं नहांती मोर अनुचर एणु ब्रह्म देइथिबा द्वितीय बार को मो निज परीक्षा करी नमेश्वरण्य और ब्रह्म बार उत्तीर्ण होला परे आक्रमण करी से अयोध्या नगर
ବ୍ରହ୍ମାବରକୁ ପରୀକ୍ଷା କରି ଆଜି ମୁଁ ଉତ୍ତୀର୍ଣ୍ଣ ହେଇଛି ଏ ନମସ୍ୟାରଣ୍ୟ ମଧ୍ୟରେ। ଏଇ! ତୁମେ କିଏ? ମୁଁ କିଏ? ମୁଁ ଦୁର୍ଜନ ଆଜ୍ଞା। ଦୁର୍ଜନ! ଆଉ ତୁମ ନାମ? হুজুর ମୋ ନାମ କର୍ତ୍ତନ হুজুর। ଦୁର୍ଜନ ଆଉ ଗର୍ଜନ। ଆଜ୍ଞା ତୁମ ପରିଚୟ? ମୋ ପରିଚୟ ହଁ ତାହେଲେ ଶୁଣନ୍ତୁ ଆଜ୍ଞା। କୁହ। ଶୁଣନ୍ତୁ হুজুর। ଲୁକି ଲୁକି କରି ପଳେଇ ଆସିଛୁ ନଗାଗଡ଼ରୁ। ଜୀବନ ବଚାନୁ ଶୁଣ হুজুর। କଣ କହିଲ? ସୀତା କାଜେ ଚୁରାଲା କଣ କହିଲ ଗର୍ଜନ? ରାମ କୋଟେ ସ୍ୱୟଂ ନା, ତୁମେ ଭୁଲ କହୁଛ, ଭୁଲ କହୁଛ ଗର୍ଜନ। ପଳେଇ ଆସିଛୁ ନଗାଗଡ଼। ସତ କହୁଛ, ତୁମେ ଲଙ୍କାଗଡ଼ରୁ ଆସିଛ। ନାମ ତୁମ ଦୁର୍ଜନ ଆଉ ଗର୍ଜନ। ଏ ଗର୍ଜନ, ଆଜ୍ଞା ଦୁର୍ଜନ হুজুর। ଆଉ ତାପରେ? ତାପରେ ହଁ ଯେତି ଥିଲେ ନଗାଗଡ଼ରେ ଯୁଦ୍ଧରେ ମଲେ হুজুର। ମତେ ଲୁକେ ବୋଲେ ଦେଲା ମୁଲା ସେ ଖାଇ ସହର। ସତ କହୁଛ। হুজুর ତାପରେ? ଆମେ ତ ଦୁଇ ଭାଇ ଦୁର୍ଜନ ଜନା ପାଇ ରୋହିତ ଲେଖେ ଭାରି ମନରୁ ପଳେଇ ଆସିଛୁ ନଗାଗଡ଼। ସତ କହୁଛ ଗର୍ଜନ, ତୁମେ ଲଙ୍କାଗଡ଼ରୁ ଆସିଛ। ନାମ ତୁମ ଗର୍ଜନ ଆଉ ଦୁର୍ଜନ। ତୁମେ ହେଉଛ ଲଙ୍କା ଅଧିବାସୀ ଆଉ ପ୍ରଶଂସା କରୁଛ ମୋ ପରମ ଶତ୍ରୁ ରାମଚନ୍ଦ୍ରର। କୁହ ଗର୍ଜନ, ସତ କୁହ, ତୁମେ ଲଙ୍କା ଅଧିବାସୀ ନା ଅଯୋଧ୍ୟାର ଗୁପ୍ତଚର? ଏ ଦୁର୍ଜନ, ଆଜ୍ଞା ଗର୍ଜନରେ হুজুর। ପ୍ରକୃତରେ ତୁମେ ଯଦି ଲଙ୍କା ଅଧିବାସୀ, হুজুর ମୋତେ ବାରମ୍ବାର ସନ୍ଦେହ ହେଉଛି। ଆଜ୍ଞା କାହିଁକି ନା ତମ ମୁଖରୁ ବାରମ୍ବାର ଶୁଭୁଛି ମୋ ପରମ ଶତ୍ରୁ ରାମଚନ୍ଦ୍ରର ପ୍ରଶଂସା। ନାଇଁ ଆଜ୍ଞା ସତ କୁହ, ସତ କହୁଛ হুজুর। ଆଉ ମୁଁ କେମିତି ବିଶ୍ୱାସ କରିବି ଦୁର୍ଜନ ଆଉ ଗର୍ଜନ ମୋ ଲଙ୍କା ଅଧିବାସୀ ବୋଲି? ଆପଣ ବିଶ୍ୱାସ କାହିଁକି হুজুর? ବିଶ୍ୱାସ କରିବି? হুজুর ଏ ଗର୍ଜନ, ବାରମ୍ବାର ଚିତ୍କାର କରନି। ପ୍ରକୃତରେ ତୁମେ ଯଦି ଲଙ୍କା ଅଧିବାସୀ, ଆଜ୍ଞା
ତେବେ ମୁଁ କିଏ ଜାଣିଛ? ଆଜ୍ଞା ତାହେଲେ କୁହନ୍ତୁ ହଜୁର କଣ କହିଲୁ? ଆପଣଙ୍କ ପରିଚୟ କୁହନ୍ତୁ। ମୋ ପରିଚୟ କହିବି? ଆଜ୍ଞା ତୁମେ ଯଦି ପ୍ରକୃତରେ ଲଙ୍କା ଅଧିବାସୀ ତାହେଲେ ମୋ ପରିଚୟ ମାଗୁଛନ୍ତି କାହିଁକି? କୁହ। ମୁଁ ତୁମକୁ ବାରମ୍ବାର ସନ୍ଦେହ କରୁଛି ତୁମେ ଲଙ୍କା ଅଧିବାସୀ ନୁହଁ, ତୁମେ ହେଉଛ ଅଯୋଧ୍ୟାର ଗୁପ୍ତଚର। ନା, ସତ କହୁଛି ହଜୁର ଆମର ଭୁଲ ହେଇଯାଇଛି ହଜୁର। ଆଉ ସେଇ ଭୁଲ ପାଇଁ ଆମର ଭୁଲ ପାଇଁ ଆମେ କାନ ଧରି ଉଠା ବସ ପ୍ରକୃତରେ ତୁମେ ଯଦି ଲଙ୍କା ଅଧିବାସୀ ତାହେଲେ ରମେଶ୍ଵରଣ୍ୟ ମଧ୍ୟରେ କହିଦିଅ ମୋ ପରିଚୟ। ଆପଣଙ୍କ ପରିଚୟ ହଁ ହଁ ମୋ ପରିଚୟ। ଆପଣଙ୍କ ପରିଚୟ ଆପଣଙ୍କୁ ଚିହ୍ନିଲା ପରି ଲାଗୁଛି ହଜୁର। ଚିହ୍ନା ପରି ଲାଗୁଛି। ଚିହ୍ନା ଲାଗୁଛି। ତାହେଲେ ବିଳମ୍ବ କାହିଁକି? କୁହ ମୁଁ କିଏ? ଆପଣ ମହାମାନ୍ୟ କୁମ୍ଭକର୍ଣ୍ଣଙ୍କ ସନ୍ତାନ ଆପଣ। ମୁଁ ସେ ମହାମାନ୍ୟ କୁମ୍ଭକର୍ଣ୍ଣ ସୁତ, ନାମ ମୋର ଦାନବେନ୍ଦ୍ର କର୍ଣ୍ଣ। ଠିକ ଅଛି ହଜୁର ଆମର ଭୁଲ ହେଇଯାଇଛି ହଜୁର। ଏ ଗର୍ଜନ ଆଜ୍ଞା ବିଧିପତି ବ୍ରହ୍ମାଙ୍କୁ ତପସ୍ୟା କରି ଆଜ୍ଞା ଏ ନମସ୍କାରଣ୍ୟରେ ଦୁର୍ଜନ ଗର୍ଜନ ପରି ସାଥୀ ପାଇ ଧନ୍ୟ ମନେ ନିଜକୁ ମନେ। ଆଜ୍ଞା ହଜୁର ହଁ ଗର୍ଜନ, ହଜୁର ଆଜି ମୁଁ ବିଧିପତି ବ୍ରହ୍ମାବରେ ବଳିୟାନ କୁମ୍ଭକର୍ଣ୍ଣ ସୁତ ସତ୍ୟ ହଜୁର ଏ ନମସ୍କାରଣ୍ୟରେ ମୋ ମନ ଚାହେଁ ଏ ନମସ୍କାରଣ୍ୟରେ ସୁରାପାନ କରିବାକୁ। ସତ୍ୟ ହଜୁର ହଁ ଗର୍ଜନ, ତାର ଆଦେଶ କରନ୍ତୁ ହଜୁର। ମୁଁ ଆଦେଶ କରୁଛି ହଁ ହଜୁର ଯଥାଶୀଘ୍ର କୁମ୍ଭକର୍ଣ୍ଣ ସୁତ ଅଶ୍ଵକର୍ଣ୍ଣ ପାଇଁ ଏ ନମସ୍କାରଣ୍ୟରେ ସୁରାପାନର ବ୍ୟବସ୍ଥା କର। ତେବେ ଠିକ ଅଛି, ତାର ମୁଁ ଶୁଣନ୍ତୁ କିଛି ହଜୁର। ସମୟ ଏ ନମସ୍କାରଣ୍ୟରେ ବିତରଣ କରୁଛି। ଠିକ ଅଛି ହଜୁର। ଯଥାଶୀଘ୍ର ସୁରାର ବ୍ୟବସ୍ଥା କର। ଆଜ୍ଞା ମୁଁ ଆସୁଛି ଗର୍ଜନ। ଠିକ ହଜୁର। ଗର୍ଜନ ମୁଖରୁ ଶୁଭୁଛି ବାରମ୍ବାର ମୋ ପରମ ଶତ୍ରୁ ରାମଚନ୍ଦ୍ରଙ୍କ ପ୍ରଶଂସା। ଏଣୁ ମୁଁ ସନ୍ଦେହ କରୁଛି କିଛି ସମୟ ପରେ ମୁଁ ଅପେକ୍ଷା ଜଣା ପଡ଼ିଯିବ ଦୁର୍ଜନ ଆଉ ଗର୍ଜନର ପରିଚୟ। ତାପରେ ମୁଁ ନିଜେ ଆକ୍ରମଣ କରିବି ସେ ଅଯୋଧ୍ୟା ନଗରୀ।